লঘুচাপ জনিত লଗାଣ বর্ষার এবে লোকে বেহাল অর্থাৎ চাষী কূল বর্তমান সময় হতাশ হয়ে পড়ছেন। আপনার দেখি যে উত্তর বালেশ্বর যদি দেখা ভোগরে কথা কুহতু জলেশ্বর কথা কুহতু এবে বি বিলরে 40% ধান রয়েছে অর্থাৎ মাত্র অল্প ধান যা কি খড়াକୁ যাই এবং সে ধান মধ্যে স্থিতি যা কি অসম্ভাল অর্থাৎ সে মধ্যে খরারে পড়ি রয়েছে। পুরা চিত্র মু দেখি পছপট চিত্র দেখি যাতে ইয়ে হচ্ছে সেই ধান বিলর চিত্র অর্থাৎ এবে বি ধান কিছু কটা যাই পারি নাই এবং তাকে নেওয়া চাষীଙ୍କ ভিতরে যদিও মানে উৎসাহ রয়েছে কিন্তু এই যে বর্ষা রয়েছে এই বর্ষা ফলে সবাই যাকে নেই পারি না। ମୋ ସହିତ କିଛି ଚାଷୀ ମଧ୍ୟ ଅଛନ୍ତି ଯୋଉମାନେ କି ବିଲକୁ ଆସୁଛନ୍ତି ଏବଂ ଧାନର ସ୍ଥିତି ଦେଖୁଛନ୍ତି କେମିତି ଦେଖୁଛନ୍ତି ଧାନ ବିଲକୁ ନେଇକିନା। ଆପଣ ତ ନିଜେ ଦେଖିଲେ ୟାର ପରିସ୍ଥିତି ବହୁତ ଖରାପ ଏଗୁଡା ନବା ବି ସମ୍ଭବ ନୁହେଁ। ତାପରେ ଏଇ ଯୋଉ ବର୍ଷା ଝିପି ଝିପି ଚାଲିଛି ଏ ଚାଷୀ କୂଳ ୟାକୁ ନବା ବହୁତ ଅସମ୍ଭବ ଏକଦମ ଟୋଟାଲ ନେଇପାରିବ ନାହିଁ ୟାକୁ ଟୋଟାଲ। ଆମେ 2 ଏକର ପାଖାପାଖି ଚାଷ କରିଥିଲୁ କିନ୍ତୁ ତାର 10% ବି ଯାଇନି ଘରକୁ ଯାହା ଅଛି ଏଇ ବିଲ ସବୁ ପଡିଛି। ଆଉ ଘରେ ନେଇ ରଖିବା ତାର ଅବସ୍ଥା କେମିତି ସେମିତି ପଡିଛି ବର୍ଷା ପାଇଁ ତାପରେ ଯଦି କିଛି ଢଙ୍ଗଡା ଢୁଙ୍ଗଡି କରି ରଖା ହେଇଛି କିନ୍ତୁ ଏ ଯୋଉ ବର୍ଷା ଝିପି ଝିପି ଚାଲିଛି ସେ ବି ତାକୁ ଘରେ ଅମଳ କରିବା ସମ୍ଭବ ନୁହେଁ। ପାଗ ପରିବର୍ତ୍ତନ ନ ହେଲା ପର୍ଯ୍ୟନ୍ତ କିଛି କରିହବନି। ନିଶ୍ଚିତ ଭାବରେ ଯାହା ପ୍ରତିକ୍ରିୟା ନଥିଲୁ ଜଣେ ଚାଷୀ ପାଖରୁ ଯୋଉ ଧାନ ବର୍ତ୍ତମାନ ସମୟରେ ଘରକୁ ବି ନେଇଥିଲେ ତାହା ମଧ୍ୟ ଯାହାକି ଘରେ ପଡିଯାଇଛି ଅର୍ଥାତ୍ କୋଉଠି ନା କୋଉଠି ଚାଷୀ ମାନଙ୍କ ପାଇଁ ଏ ବିପର୍ଯ୍ୟୟ ଗୋଟେ ପ୍ରକାର ଯାହାକି ବାଧକ ସାଜିଛି ଅର୍ଥାତ୍ ଚାଷ ଆରମ୍ଭରୁ ଯାହାକି ଶେଷ ପର୍ଯ୍ୟନ୍ତ କୋଉଠି ବାତ୍ୟା ଏବଂ କେତେବେଳେ ଲଘୁଚାପ ଲଗାଣ ବର୍ଷା ଯାହାକୁ ସେମାନଙ୍କୁ ପ୍ରେରଣା କରୁଛି। ମୋ ସହିତ ଆଉ ଜଣେ ଚାଷୀ ମଧ୍ୟ ଅଛନ୍ତି ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିବି। ଏଇ ଯୋଉ ଚାଷ ଯୋଉ ଦେଖୁଛନ୍ତି ପ୍ରଥମରୁ ଭଲସେ ଲୋକ କାଟୁଥିଲେ ବା ଘରକୁ ନେଉଥିଲେ ବର୍ତ୍ତମାନ ଯୋଉ ଧାନ ରହିଛି ଏବଂ ଅନେକ ଧାନ ବିଲରେ ଦେଖିବା ପାଣି ବି ଜମିଛି ସେ ଧାନର ସ୍ଥିତି କେମିତି ଗଜା ହେଇଯିବ ଏ ଧାନ ଆମର ଏଟା ବହୁତ କ୍ଷତି ହେଇଯିବ ତେଣୁ ଆମର ନେଇ ହବନି। ଏବେ ଧାନ ବର୍ଷା ଛାଡିଲା ପରେ କିଛି ହବ କିଛି କଥା କହିହବନି ଧାନ ବିଲକୁଲ ଘରକୁ ଯାଇପାରିବନି ସିଏ ପୁରା ଭେଜିକି ବର୍ଷା ମାନେ ଢାକାଟା ବି କିଛି କରିହବନି କାଦୁଅ ଖଳା କେମିତି ଇଏ କରିବ ଅମଳ କରିବ। ଯାହା ପ୍ରତିକ୍ରିୟା ନଉଥିଲି ଯେ ଚାଷୀ କୂଳ ଯୋଉଭଳି ଭାବରେ ଗୋଟେ ଉତ୍ସାହ ସହିତ ଚାଷ କାମ ଆରମ୍ଭ କରିଥିଲେ ହେଲେ ଏଇ ଲଘୁଚାପ ଜନିତ ବର୍ଷା ଯାହାକି ସେମାନଙ୍କୁ ଗୋଟେ ପ୍ରକାର ବାଧକ ସାଜି କୋଉଠି ନା କୋଉଠି ଦେଖେ ଯେ ଚାଷୀ କୂଳକୁ ହତାଶ କରିଛି ଏଇ ବର୍ଷା ଅର୍ଥାତ୍ ବଙ୍ଗୋପସାଗର ଲଘୁଚାପ ସୃଷ୍ଟି ହେଲା ମାତ୍ରେ ଉତ୍ତର ଓଡିଶା ପାଇଁ ଗୋଟେ ବିପଦ ଆସିଯାଏ ଅର୍ଥାତ୍ ଯୋଉ ବର୍ଷା ହୁଏ ସେ ବର୍ଷାରେ ଚାଷୀ କୂଳ ପାଇଁ ଗୋଟେ ଚ୍ୟାଲେଞ୍ଜ ହେଇଥାଏ କାହିଁକି ନା ଅନେକ ସମୟରେ ଚାଷୀମାନେ ଯେତେବେଳେ ଧାନ ଅମଳ କରିଥାନ୍ତି ସେତେବେଳେ ହିଁ ବର୍ଷା ହୁଏ ଏବଂ ସେଇ ସମୟରେ ଚାଷୀଙ୍କ ପାଇଁ ଗୋଟେ ବଡ ଚିନ୍ତା ପାଲଟିଥାଏ ଯେ କେତେବେଳେ ସେମାନେ ଧାନଟାକୁ ଅମଳ କରିବେ ଏବଂ ଯଦିଓ କିଛି ଧାନ ଘରକୁ ନେଇଛନ୍ତି ସେ ଘରେ ମଧ୍ୟ ସେଭଳି ଅବସ୍ଥାରେ ଧାନ ହିଁ ପଡିଯାଇଛି। ବାଲେଶ୍ୱର ଜିଲ୍ଲା ଭୋଗରେ ସୁଶାନ୍ତ ମଣ୍ଡଳ କନକ ନ୍ୟୁଜ।